नमस्कार बंधुगण आमे शुणुछे उपन्यास प्रेमिका लेखक विभूति पट्टनायक। काहेकि से बुझीपारु नाहंती जे स्वामी भावरे स्त्रीर गर्भकोशरे भ्रूण संचार करिबा सहज, किंतु प्रेरणादाता भावरे शिल्पी मनरे गोटिए नूतन भावना सृष्टि करिबा असंभव। लेखिगल पुणी तमे जीवनर आदि काव्य मो देहर पाण्डुलिपि पत्ररे मु हेली आत्मविश्रुत तुमर लेखनी जेबे छुईगला एई मोर गात्ରରେ। ଅନଳ ମନେ ପଡ଼ୁଛି ମୋର ଏଇ କବିତାର ଲାଇନ୍। କାହାକୁ ନେଇ ମୋର କବିତା? କିଏ ସେଇ ଶିଳ୍ପୀ ଯେ ମୋ କୁମାରୀ ଦେହର ଅଲେଖା ପାଣ୍ଡୁଲିପିରେ ନିଜ ପୌରୁଷର ଆଦିକାବ୍ୟ ରଚନା କରିଥିଲା? ସେ ପୁରୁଷ ନିଶ୍ଚୟ ମୋର ସ୍ୱାମୀ ଅବଲମ୍ବନ ନୁହନ୍ତି। ଆପଣଙ୍କଠାରୁ ସକଳ ସମ୍ପର୍କ ଛିନ୍ନ କରି ଚାଲି ଆସିବା ପରେ ବାପା ମୋର ଭବିଷ୍ୟତ ନେଇ ଖୁବ୍ ଚିନ୍ତିତ ହୋଇ ପଡ଼ିଥିଲେ। ମୋର ସବୁ କଳଙ୍କ କାହାଣୀ ଜାଣି ମୋତେ ଆଉ କେଉଁ ପୁରୁଷ ବିବାହ କରିବାକୁ ହାତ ବଢ଼ାଇବ ସେ କଥା ଜୀବନର ପୁରାତନ ମୂଲ୍ୟବୋଧ ଉପରେ ଆସ୍ଥା ରଖିଥିବା ମୋର ବାପା ବୋଉ କେବେ ହେଲେ ବିଶ୍ୱାସ କରିନଥିଲେ। କିନ୍ତୁ ମୁଁ ଜାଣିଥିଲି ମୋ ରୂପର ଅନଳରେ ଝାସ ଦେବା ପାଇଁ ପତଙ୍ଗର ଅଭାବ ହେବେ ନାହିଁ। ଆପଣଙ୍କ ଭଳି ହୃଦୟହୀନ ନିଷ୍ଠୁର ପୁରୁଷର ମନ ଯେଉଁ ଝିଅ ଜୟ କରିଛି, ଅନ୍ୟ ଏକ ପୁରୁଷ ହୃଦୟକୁ ଆଖିର ଗୋଟିଏ କଟାକ୍ଷରେ କିଣିନେବା ତା ପକ୍ଷରେ ଅସାଧ୍ୟ ହେବ ନାହିଁ। କିନ୍ତୁ ନିଜ ମନକୁ ବୁଝାଉ ବୁଝାଉ ମୋର 3 ବର୍ଷ ଚାଲିଗଲା। ସ୍କୁଲର ଛାତ୍ରୀମାନଙ୍କୁ ଅଙ୍କ ପଢ଼ାଉ ପଢ଼ାଉ ଜୀବନ ଗଣିତର ସବୁ ହିସାବ ଭୁଲଭାଲ ହୋଇଗଲା। ଏଇ ସମୟରେ ଅବଲମ୍ବନ ନା, ଆପଣଙ୍କ ପାଖକୁ ଯେପରି ଉପଯାଚିକା ଭଳି ନିଜ ଦେହ ମନକୁ ଅର୍ଘ୍ୟ ସଜାଡ଼ି ଆପେ ଆପେ ଯାଇଥିଲି, ଅବଲମ୍ବନଙ୍କ ପାଖରେ ସେଭଳି କୌଣସି ଦିନ ମୋ ମୁହଁ ତଳକୁ କରି ପାଦପଦ୍ମକୁ ଚାହିଁ ଠିଆ ହୋଇନି। ସେ ନିଜ ତରଫରୁ ହିଁ ବିବାହ ପ୍ରସ୍ତାବ ପଠାଇଥିଲେ। ସେଦିନ ମୋ ଯୌବନର ମଧ୍ୟାହ୍ନ ବୟସ ହୋଇ ଆସୁଥିଲା। ଯଦି ବିବାହ କରିବା କଥା ଆଉ ବିଳମ୍ବ କଲେ ପଛରେ ଅନୁତାପ କରିବାକୁ ପଡ଼ିବ, ଏ ଭୟ ମନକୁ ଶଙ୍କିତ କରି ରଖିଥିଲା। ତଥାପି ମନରେ ଦ୍ୱିଧା ସଙ୍କୋଚ, ହୃଦୟରେ ଜଡ଼ତା ଅସ୍ଥିରତା। ମୁଁ ସହଜରେ ମନ ସ୍ଥିର କରିପାରୁନଥିଲି। ଅପା କହିଲା, ଅବଲମ୍ବନ ଅନଳଙ୍କଠାରୁ ସୁଦର୍ଶନ ସୁପୁରୁଷ। ତୁ ମନା କରନାହିଁ। ବେଳ ଯେ ଗଡ଼ି ଯାଉଛି। ମୋ ଅଶ୍ରୁ ସଜଳ ନୟନରେ ଅପା ମୁହଁକୁ ଚାହିଁ ପଚାରିଲି, କିନ୍ତୁ ମୋର ଅତୀତ? ଯାହାକୁ ସ୍ୱାମୀ ଭାବରେ ବରଣ କରିଛି ତାକୁ ଦେବା ପାଇଁ ମୋର କ'ଣ ଅଛି? ଅପା ବିରକ୍ତ ହେଲା। ତୁ ମାସକୁ ଏତେ ଟଙ୍କା ରୋଜଗାର କରୁଛୁ, କାଲି ସକାଳେ ଇଚ୍ଛା କଲେ କଲେଜରେ ପାଠ ପଢ଼ାଇବୁ, ଆହୁରି ବେଶୀ ଟଙ୍କା ରୋଜଗାର କରିବୁ। ସେସବୁ ଟଙ୍କା ତ ବିବାହ ପରେ ଅବଲମ୍ବନଙ୍କ ଆକାଉଣ୍ଟରେ ଜମା ହେବ। ଟଙ୍କା ଦେଇ କ'ଣ ଜଣେ ପୁରୁଷର ସ୍ନେହ ପ୍ରେମ ଆନୁଗତ୍ୟ କିଣାଯାଏ? ମୋର ଦେହ ମନର ପବିତ୍ରତା, ମୋ ଅତୀତ ଜୀବନର କ୍ଲେଦାକ୍ତ ଅନ୍ଧକାର। ମୋ କଣ୍ଠସ୍ୱର ଝଡ଼ର ଝାସରେ ପ୍ରକମ୍ପିତ ଦୀପଶିଖା ଭଳି ଥରି ଉଠିଥିଲା। ଅପା ଏଥର ଖୁବ୍ ରାଗିଗଲା। କହିଲା, ଅନଳ ଆଉ ତୋର ପ୍ରଣୟ କାହାଣୀ କିମ୍ବଦନ୍ତୀ ହୋଇଗଲାଣି। ତୋର କବିତା ତାଙ୍କ ସାହିତ୍ୟ ଗ୍ରନ୍ଥର ମୁଖଶାଳା। ସେ କିମ୍ବଦନ୍ତୀ ଶୁଣି ନାହାନ୍ତି। ଏଭଳି ଭାଗ୍ୟବାନ ଅବିବାହିତ ପୁରୁଷ ଓଡ଼ିଶାରେ କ୍ୱଚିତ ଅଛନ୍ତି। ଅବଲମ୍ବନ କିଛି ପିଲା ନୁହନ୍ତି। ସେ ସବୁ କଥା ଜାଣିଶୁଣି ପ୍ରସ୍ତାବ ପଠାଇଛନ୍ତି। ତୋର ଭୟ କରିବାର କ'ଣ ଅଛି? ତଥାପି ମନରେ ଭୟ ରହିଗଲା। ଅପାର ସାନ୍ତ୍ୱନା ମନେ ନିଃସନ୍ଦେହ କରି ପାରିଲା ନାହିଁ। ମୁଁ ଆଉ ଜୀବନରେ କୌଣସି ଝୁଙ୍କି ନେବାକୁ ଚାହୁଁନଥିଲି। ଭାବପ୍ରବଣତାର ଫେନିଳତା ଆଉ ଦେହ ମନରେ ନଥିଲା। ଜୀବନରେ ଆଉ ଗୋଟିଏ ଭୁଲ ଜାଣିଶୁଣି କରି ବସିବା ଆଗରୁ ମୁଁ ନିଜେ ଦିନେ ଅବଲମ୍ବନଙ୍କର ସମ୍ମୁଖୀନ ହେଲି। ପ୍ରଥମ ଦୃଷ୍ଟିରେ ମନେ ହେଲା ବ୍ୟାଟ୍ ଘୁରାଇବା ଆଗରୁ ମୋର
ସ୍ୱପ୍ନୀଳ ଚାହାଣୀର ବଲ୍ରେ ଅବଲମ୍ବନ ଆଉଟ୍ ହୋଇଯାଇଛନ୍ତି। ଖେଳ ଆରମ୍ଭରୁ ହିଁ ଖେଳ ଶେଷ। ମୋତେ ଦେଖିବା ମାତ୍ରେ ଗଭୀର ଆତ୍ମବିଶ୍ୱାସର ସହିତ ରୂପମୁଗ୍ଧ ଦୃଷ୍ଟିରେ ଚାହିଁ ଅବଲମ୍ବନ ମୋତେ କହିଲେ, ମୁଁ ଆଶା କରୁଛି ମୋ ସହିତ ବିବାହ ପ୍ରସ୍ତାବରେ ତମେ ଆପତ୍ତି କରିବ ନାହିଁ। ତମକୁ ସୁଖୀ କରିବାକୁ ମୁଁ ଜୀବନ ଉତ୍ସର୍ଗ କରି ଚେଷ୍ଟା କରିବି। ବିବାହ ପ୍ରସ୍ତାବ ନେଇ ଆସିଥିବା ଜଣେ ସୁପୁରୁଷ ମୁହଁରେ ଏଭଳି ଅଗ୍ରିମ ପ୍ରତିଶ୍ରୁତି ଶୁଣି ମୋ ମନ ଉଲ୍ଲସିତ ହୋଇଉଠିଲା। ତଥାପି ସେ ଯେପରି ମୋତେ ପଛରେ ଦୋଷ ନ ଦେବେ ସେଥିପାଇଁ ମୁଁ ନିଜ ତରଫରୁ କହିଲି, ଆପଣ କେବଳ ମୋର ଚେହେରା ଆଉ ଚାକିରିର ଉଜ୍ଜ୍ୱଳ ଭବିଷ୍ୟତ ଦେଖି ମୋତେ ସୁଖୀ କରିବାକୁ ଜୀବନ ଉତ୍ସର୍ଗ କରିଦେବେ ବୋଲି କହୁଛନ୍ତି, କିନ୍ତୁ ଆପଣ ମୋର ଅତୀତର କଳଙ୍କ କାହାଣୀ ଜାଣନ୍ତି ନାହିଁ। ପ୍ରାକ୍ ବିବାହିତା ବୟସରେ ମୁଁ ଏକ ବିଷମ ପ୍ରେମର ଖେଳରେ ମାତିଥିଲି। ମୋତେ ଏ କଥା ଶେଷ କରିବାକୁ ଦେଲେ ନାହିଁ ଅବଲମ୍ବନ। ମୋ ଆବେଗ ପ୍ରକମ୍ପିତ କଣ୍ଠସ୍ୱରରୁ ମୋ ମାନସିକ କଷ୍ଟ କଥା ଅନୁମାନ କରି ସେ ବାଧା ଦେଇ କହିଲେ, ଛି ଛି, ମୋତେ ତମେ ଏତେ ଛୋଟ ବୋଲି ଭାବ ନାହିଁ ପଲ୍ଲୀ। ମୁଁ କେବେ କବି ନ ହେଲେ ମଧ୍ୟ ପିଲାଦିନେ ସାହିତ୍ୟ ବହିରେ ଅନେକ କବିତା ପଢ଼ିଛି। ମୁଁ ଜଣେ ତମ କଳାର ଉପାସକ। ତମ କବିତା ପଢ଼ି ଛବି ଦେଖି ମୁଁ ଜାଣିପାରିଛି ଯେ ତମେ ଖଣି ଭିତରର ମଣି। ଖଣିର କୁତ୍ସିତ ଅନ୍ଧକାର ଭିତରେ ଥିଲେ ବି ମଣି ତାର ମୂଲ୍ୟ ହରାଏ ନାହିଁ, ତାର ଦୀପ୍ତି ମଳିନ ପଡ଼େ ନାହିଁ। ଖଣି ଭିତରର ମଣି। ତୁଳନାଟା ଶୁଣି ସତରେ ସେଦିନ ଅବଲମ୍ବନଙ୍କ ବିଚାରର ଲାବୋରେଟୋରୀରୁ ନିଜକୁ ନୂତନ ଭାବରେ ଆବିଷ୍କାର କରିଥିଲି। ତାଙ୍କ କଥାର କବିତ୍ୱ, ଦୃଷ୍ଟିର ସ୍ୱଚ୍ଛତା ଆଉ ବିଚାରର ବୈଜ୍ଞାନିକ ପଦ୍ଧତିରେ ମୁଁ ଅବାକ୍ ଆଉ ମୁଗ୍ଧ ହୋଇଯାଇଥିଲି। ତାଙ୍କର ସନ୍ତାନକୁ ଗର୍ଭରେ ଧରିଲେ ନାରୀତ୍ୱ ଯେ ମୋର କୃତାର୍ଥ ହୋଇଯିବ ସେ ବିଷୟରେ ମୋର ଆଉ ଟୋପାଏ ହେଲେ ସନ୍ଦେହ ରହିଲା ନାହିଁ। ତଥାପି ମୋ ଅତୀତ ଜୀବନର ଭୂତ ମୋତେ ଭୟ ଦେଖାଉଥିଲା। ନିଜକୁ ମୋର ଭାବି ସ୍ୱାମୀଙ୍କ ମନରେ କଷଟି ପଥରରେ ଆଉ ଥରେ ପରୀକ୍ଷା କରି ନେବା ପାଇଁ ମୁଁ କହିଲି, ମୁଁ କେବଳ ଖଣି ଭିତରର ମଣି ନୁହେଁ। ମୁଁ ଦୀର୍ଘ 3 ବର୍ଷ ଶିଳ୍ପୀ ଅନଳଙ୍କ ବେକରେ ମାଳ ହୋଇ ଝୁଲିଥିଲି। ମୋ ଦେହରେ ଅନେକ ମଇଳା ଲାଗିଯାଇଛି। ଏଥର ଅବଲମ୍ବନ ହୋ ହୋ ହୋଇ ପ୍ରାଣ ଖୋଲା ହସ ହସିଲେ। କହିଲେ, ଅନଳ ଓଡ଼ିଶାର ଜଣେ ବିଶିଷ୍ଟ ଶିଳ୍ପୀ। ତାଙ୍କ ବେକରେ ମାଳ ହୋଇ ତମେ ଯେ ଦିନେ ଝୁଲୁଥିଲ, ସେଥିରେ ତମ ଦେହ ମଣିର ପ୍ରତ୍ନତାତ୍ତ୍ୱିକ ମୂଲ୍ୟ ବଢ଼ିଗଲା। ବଜାରର ସାଧାରଣ ମଣିମୁକ୍ତାଠାରୁ ପ୍ରତ୍ନତାତ୍ତ୍ୱିକ ଗୁଣବିଶିଷ୍ଟ ମଣିର ମୂଲ୍ୟ ଯଥେଷ୍ଟ ଅଧିକ। ମୋତେ ଜ୍ୟୋତିଷୀ କହିଛି, ପ୍ରତ୍ନତାତ୍ତ୍ୱିକ ମଣି ଲାଭ କଲେ ମୋର ଖୁବ୍ ଉନ୍ନତି ହେବ। କୋଠା ବାଡ଼ି, ଗାଡ଼ି, ଧନଜନ, ଗୋପଲକ୍ଷ୍ମୀ ସବୁ ବୃଦ୍ଧି ପାଇବ। ପଲ୍ଲୀ, ମୁଁ ତୁମକୁ ହାତଛଡ଼ା କରିବାକୁ ଚାହେଁ ନାହିଁ। ତାଙ୍କର ଶେଷ କଥା ଶୁଣି ମୋର ମନ ପରିତୃପ୍ତିରେ ଭରି ଯାଇଥିଲା। ଯାହା ପାଖରେ ଯେତେ ଦିନ ବ୍ୟବହୃତ ହେଲେ ମଧ୍ୟ ମଣିର ଦୀପ୍ତି ମଳିନ ପଡ଼େ ନାହିଁ, ଗୁଣ କମେ ନାହିଁ, ବରଂ ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରୁ ତାର ମୂଲ୍ୟ ବୃଦ୍ଧି ପାଏ, ଏ କଥା ଜାଣିଲା ପରେ ମନର ସକଳ ଦ୍ୱିଧା ଦ୍ୱନ୍ଦ୍ୱ କଟିଯାଇଥିଲା। ଆପଣ ଯେଉଁ ମଣିକୁ ପଥର ଭାବି ଅବହେଳାରେ ମୁହଁ ଫେରାଇ ନେଉଥିଲେ, ଆଉ ଜଣେ ଅସଲ ଜହୁରୀ ଧନଜନ ଗୋପଲକ୍ଷ୍ମୀ ଲାଭ ଆଶାରେ ତାକୁ ବିବାହ କରି ଘରକୁ ବୋହୂ କରି ନେଲେ। ଆପଣଙ୍କ ସହିତ ସେ କେତୋଟି ବର୍ଷ ଥିଲା ମୋର ହସ, ଅଶ୍ରୁ, ଜ୍ୱାଳା, ଯନ୍ତ୍ରଣାର ଅଭିଜ୍ଞାନ। ଅବଲମ୍ବନଙ୍କ ସଂସାରରେ ଏଇ କେତୋଟି ବର୍ଷ ମୋର ହେଲା ଆନନ୍ଦ ଉତ୍ସବର ଦିନ। ଆପଣ ମୋ ମୁହଁରେ ଅଶ୍ରୁ ଦେଖିଲେ ସହିପାରୁନଥିଲେ। ଅବଲମ୍ବନ ମୋ ମୁହଁରେ ହସ ନ ଦେଖିଲେ କାନ୍ଦି ପକାଉଥିଲେ। ଏଇ ଥିଲା ଆପଣ ଆଉ ଅବଲମ୍ବନଙ୍କ ମଧ୍ୟରେ ତଫାତ୍। ଆପଣଙ୍କ ସହିତ ସେ ଦିନଗୁଡ଼ିକରେ ମିଳନରେ ଦ୍ୱିଧା, ବିରହରେ ଥିଲା ଅଶ୍ରୁ। ଅବଲମ୍ବନଙ୍କ ସାଂସାରିକ ଜୀବନରେ ମୁଁ ହୋଇଯାଇଥିଲି ବୈଶାଖୀ ବସନ୍ତ। ଆପଣଙ୍କର ଥିଲା ଦାରିଦ୍ର୍ୟର ଅହଙ୍କାର, ଅବଲମ୍ବନଙ୍କର ଥିଲା ଚାକିରିର ଆଭିଜାତ୍ୟ। ମୋ ଭାଗ୍ୟରେ ଏତେ ସୁଖ ଥିଲା ବୋଲି ମୁଁ ଜାଣିନଥିଲି।
ଆପଣଙ୍କ ପାଖରେ ମୁଁ ଥିଲି ଏକ କ୍ରୀଡ଼ାମୟୀ ଶାନ୍ତ ସଲୀଳା ନଦୀ। ନାରୀତ୍ୱ ହିଁ ଥିଲା ମୋର ଏକମାତ୍ର ପରିଚୟ। କିନ୍ତୁ ଅବଲମ୍ବନଙ୍କ ପାଖରେ ମୁଁ କେବଳ ଗୋଟାଏ ଚମତ୍କାର ଫିଗର। ମୋ ଦେହର ଅପୂର୍ବ ସିମେଟ୍ରି ନେଇ ତାଙ୍କର ଅହଙ୍କାରର ଅନ୍ତ ନାହିଁ। ଆମର ବିବାହିତ ଜୀବନ ସୁଖର କଳକଲ୍ଲୋଳରେ ଉଦ୍ବେଳିତ ହୋଇ ଉଠିଥିଲା। ମୁଁ ଭୁଲି ଯାଇଥିଲି ମୋର ଅଭିଶପ୍ତ ଅତୀତ, ମୋ ପ୍ରେମ ଓ ପ୍ରତାରଣାର ବିଭୀଷିକାମୟ ସ୍ମୃତି। ପୂର୍ଣ୍ଣମୀର ଚାନ୍ଦ ଭଳି ଗୋଟିଏ ପରେ ଗୋଟିଏ ସନ୍ତାନ ଆସିଥିଲେ ମୋର କୋଳ ପୂର୍ଣ୍ଣ କରି। ସେମାନଙ୍କ ମଧୁର ଦରୋଟିରେ ମୋ ଜୀବନ ସୁଖ ଶାନ୍ତିରେ ପରିପୂର୍ଣ୍ଣ ହୋଇଯାଇଥିଲା। ସ୍କୁଲ ଶିକ୍ଷୟିତ୍ରୀର ସୀମାବଦ୍ଧତା ଅତିକ୍ରମ କରି ମୁଁ ମଧ୍ୟ କଲେଜର ବିସ୍ତୃତ ପରିସରକୁ ଆସିଲି। ସ୍ୱର୍ଗ ମୋର ଖୁବ୍ ହାତ ପାଆନ୍ତାକୁ ଆସିଯାଇଥିବା ଭଳି ମୋର ମନେ ହୋଇଥିଲା। ଠିକ୍ ଏହି ସମୟରେ ଅବଲମ୍ବନ ଦିନେ ଖୁବ୍ କ୍ଳାନ୍ତ ଦେଖାଗଲେ। ମୋ ଦେହର ଅପୂର୍ବ ସିମେଟ୍ରି ଦିନେ ତାଙ୍କ ପାଖରେ ଆକର୍ଷଣ ହରାଇ ବସିଲା। ମୋ ଫିଗରକୁ ନେଇ ଉତ୍ସବରେ ମାତିଲା ବେଳେ ସେ ଖୁବ୍ ଅନ୍ୟମନସ୍କ ଜଣାପଡ଼ିଲେ। ମୁଁ ଶଙ୍କିତ କଣ୍ଠରେ ପଚାରିଲି, ତମର କ'ଣ ହୋଇଛି? ସତ କୁହ। ମୁଁ ତୁମର ସ୍ତ୍ରୀ, ସନ୍ତାନର ଜନନୀ। ମୋ ଠାରୁ କିଛି କଥା ଲୁଚାଅ ନାହିଁ। ତାହେଲେ ତମେ କଷ୍ଟ ପାଇବ, ମୁଁ ମଧ୍ୟ କଷ୍ଟ ପାଇବି। ମୋ ଆଖି ବେଦନାରେ ଛଳଛଳ ହୋଇ ଆସିଲା। ମୋର ଅଶ୍ରୁ ଉଜ୍ଜ୍ୱଳ ଦୁଇ ଆଖିକୁ ଚାହିଁ ଅବଲମ୍ବନ କହିଲେ, ଆଜି ଶିଳ୍ପୀ ଅନଳଙ୍କ ଗୋଟିଏ ଆର୍ଟ ଆଲବମ୍ରେ ତମର ଗୋଟିଏ ଛବି ଦେଖିଲି। ମୁଁ ଶଙ୍କାହୀନ କଣ୍ଠରେ ଉତ୍ତର ଦେଲି, ତମେ ତ ମୋ ଛବି ନୂଆ ଦେଖୁନ। ମୋ କୁମାରୀ ଜୀବନର କେତେଟା ଫଟୋଗ୍ରାଫ ତାଙ୍କ ପାଖରେ ରହିଯାଇଥିଲା। ତମେ ସ୍ତ୍ରୀର ରୂପର ବିଜ୍ଞାପନ କରିବା ପାଇଁ ମୋ ଛବି ପତ୍ରପତ୍ରିକା, ପ୍ରାଚୀରପତ୍ର ସବୁଆଡ଼େ ଛାପିଛ। ସେ ଯଦି ତାଙ୍କର ପ୍ରେମିକାର ଛବି ଫଟୋଗ୍ରାଫ ଦେଖି ଆଙ୍କିଥାନ୍ତି, ତମେ ଏତେ ଭାଙ୍ଗି ପଡ଼ୁଛ କାହିଁକି? ମୁଁ ଭାବିଥିଲି ମୋର ରୁକ୍ଷ କଣ୍ଠର ଉପଦେଶାମୃତ ଶୁଣି ଅବଲମ୍ବନ ଚୁପ୍ ହୋଇଯିବେ। ଚେପ୍ଟା ହୋଇଯାଇଥିବା ତାଙ୍କର ସ୍ୱାମିତ୍ୱର ଅହଙ୍କାର ମୋ ସ୍ୱର ଶୁଣି ସିଧା ହୋଇଯିବ। ସେ ମୋ ହାତର ଖେଳନା, ମୋ ଅଣ୍ଟାର ଚାବି ରିଂ। ତାଙ୍କୁ ଠିକଣା ବାଟକୁ ଆଣିବା ମୋ ପାଇଁ ମିନିଟ୍ କେତୋଟିର ବେପାର। ସେ କିନ୍ତୁ ଉତ୍ଫଣ ସର୍ପ ଭଳି ଫଣା ଟେକି ଉଠି ଠିଆ ହେଲେ। କହିଲେ, ସେଇଟା ଫଟୋଗ୍ରାଫିକ୍ ପୋର୍ଟ୍ରେଟ୍ ନୁହେଁ, ନିଉଡ୍ ଛବି। ତମ ଦେହର ସେ ବିଉଟି ସ୍ପଟ୍, ଯାହା ମୋ ଛଡ଼ା ଅନ୍ୟ କେହି ଦେଖିବା କଥା ନୁହେଁ। ତମ ଛବିର ଠିକ୍ ସେହି ସ୍ଥାନରେ ସେହିପରି ରହିଛି ସେଇ ତିଳ ଚିହ୍ନ। ମୋ ତଣ୍ଟି ଶୁଖି ଆସିଲା। ମୁଁ କିନ୍ତୁ ଜୀବନରେ ଠିକି କରି ଶିଖିଥିବା ଝିଅ। ଏଡ଼େ ସହଜରେ ମୁଁ ହାରିଯିବା ପାତ୍ରୀ ନୁହେଁ। ହାରିଗଲି କାନ୍ଦି କରି ବୋଉ କାନିରେ ମୁହଁ ପୋଛିବାକୁ ଆଉ ବୋଉ ନାହିଁ। ମୋତେ ଭିତର ବାହାର ସବୁ ସମ୍ଭାଳିବାକୁ ପଡ଼ିବ। ଅବଲମ୍ବନ ରୁକ୍ଷ କଣ୍ଠରେ କହିଲେ, ତମେ ମୋତେ କହିଥିଲ ତାଙ୍କ ସହ ତମର କୌଣସି ଶାରୀରିକ ସମ୍ପର୍କ ନଥିଲା। ତମେ କେବଳ ଶିଳ୍ପଚର୍ଚ୍ଚା କରିବା ପାଇଁ ତାଙ୍କ ପାଖକୁ ଯାଉଥିଲ। କଥା ମାଜିଲେ ମୋଟ, ସୂତା ମାଜିଲେ ସରୁ। ମୁଁ କଥାଟିକୁ ବଢ଼ିବାକୁ ନ ଦେଇ କହିଲି, ମୁଁ ସବୁ କଥା କହିବା ପାଇଁ ଚାହିଁଥିଲି, ତମେ ଶୁଣିବାକୁ ଚାହିଁ ନଥିଲ। ପଦେ କଥାରେ ଖଣିର ମଣି କହି ମୋତେ ଚୁପ୍ କରିଦେଇଥିଲ। ଏସବୁ କଥା କୌଣସି ଭଦ୍ର ପରିବାରର ଝିଅଠାରୁ କେହି ଶୁଣିବ ବୋଲି କାନ ଡେରି ବସେ ନାହିଁ। ତମେ ମୋତେ ଯାହା କହିବ କୁହ, ମୁଁ ସହିବି, କାରଣ ମୁଁ ତୁମ ଚରଣ ତଳର ଦାସୀ। କିନ୍ତୁ ମୋ ପିତୃ ପରିବାରକୁ ଆକ୍ଷେପ କର ନାହିଁ। କିନ୍ତୁ ମୋ ପାରିବାରିକ ଜୀବନର ଇଜ୍ଜତ ଯେ ରାସ୍ତାରେ ଧୂଳିରେ ଲୋଟୁଛି, ତମ ଅକାରଣରେ ବ୍ୟସ୍ତ ହେଉଛ। ମୋ ଦେହର ସେ ବିଉଟି ସ୍ପଟ୍ ତମ ଛଡ଼ା ଆଉ ଅନଳଙ୍କ ଭିନ୍ନ ଅନ୍ୟ କେହି ଦେଖି ନାହାନ୍ତି। ମୁଁ ମୋ କାବ୍ୟରେ କେଉଁଠି ଲେଖି ଜଣାଇଦେବି ଯେ ସେଇଟା ତାଙ୍କର କାଳ୍ପନିକ ବିଉଟି ସ୍ପଟ୍, ନ୍ୟାଚୁରାଲ ନୁହେଁ। ମୋ ନଗ୍ନ ଦେହ କୌଣସି ଦିନ ସେ ଦେଖି ନାହାନ୍ତି।
ମୋର ବଦନାମ କରି ସେ ମୋ ସୁନାର ସଂସାର ଭାଙ୍ଗିବାକୁ ଚାହାନ୍ତି। ମୋର ସେ ଲେଖାଟା ରେଡ଼ିଓରେ ପ୍ରଚାର କରିବା ପାଇଁ ବ୍ୟବସ୍ଥା କର। ଯାହା ଟଙ୍କା ଖର୍ଚ୍ଚ ହେବ ମୁଁ ଦେବି। ନା ନା, ସେ ନ୍ୟୁଡ୍ ଛବି ଆଙ୍କିଥିବା ହେତୁ ମୁଁ ଅନଳଙ୍କ ନାମରେ ବିଚାରାଳୟର ଆଶ୍ରୟ ନେବି। ପ୍ରେମିକା ଉପରେ ପୁରୁଷର କୌଣସି ଆଇନଗତ ଅଧିକାର ନାହିଁ। ସ୍ୱାମୀ ଦ୍ୱାରା ହିଁ ସର୍ବସ୍ୱତ୍ୱ ସଂରକ୍ଷିତ। ଅନଳ ତମ ବିବାହିତ ସ୍ତ୍ରୀ ଉପରେ କୌଣସି ଦାବି କେବେ କରିନାହାନ୍ତି। ବିବାହ ପରେ କେବେ ଅକସ୍ମାତ୍ ଦେଖାହେଲେ କଥା ନ କହି ମୁହଁ ଫେରାଇ ନେଇଛନ୍ତି। ନ୍ୟୁଡ୍ ଛବି ବିଷୟରେ କେସ୍ କଲେ ତୁମେ ହାରିଯିବ। ହାରିଯିବି କାହିଁକି? ଦରକାର ହେଲେ ସୁପ୍ରିମକୋର୍ଟର ଆଡ଼ଭୋକେଟ୍ ଆଣିବି। ଯାହା ଖର୍ଚ୍ଚ ହେବ ଚିନ୍ତା କର ନାହିଁ। କିନ୍ତୁ କୋର୍ଟରେ ମକଦ୍ଦମା କଲେ ଅନଳଙ୍କ ଓକିଲ ସେ ବିୟୁଟି ସ୍ପଟ୍ ମୋ ଦେହରେ ଅଛି କି ନାହିଁ ଜାଣିବାକୁ ଚାହିଁବେ। ଯେତେ ବଡ଼ ସୁପ୍ରିମକୋର୍ଟ ଆଡ଼ଭୋକେଟ୍ ପ୍ରତିବାଦ କଲେ ମଧ୍ୟ ମୋ ଦେହର ସେ ବିୟୁଟି ସ୍ପଟ୍ ଏକ୍ଜିବିଟ୍ କରିବା ପାଇଁ ମାନ୍ୟବର ବିଚାରପତି ଅନୁମତି ଦେଇଦେବେ। କାରଣ କେସ୍ରେ ତାହା ହିଁ ତାଙ୍କର ପ୍ରଧାନ ପ୍ରମାଣ। ଫଳରେ ଅନଳଙ୍କ ଆଗରେ ଜୁରୀମାନଙ୍କ ସାମ୍ନାରେ ମୋତେ ଆଉ ଥରେ ଅନ୍ତର୍ବାସ ଖୋଲିବାକୁ ପଡ଼ିବ। ମୁଁ ତାହା ପାରିବି ନାହିଁ। ବରଂ ଏହା ବ୍ୟତୀତ ଆଉ ଗୋଟିଏ ଉପାୟ ଅଛି। ଅଛି? କୁହ। ମୋ ଦେହର ସେ ବିୟୁଟି ସ୍ପଟ୍ ଅଛି ବୋଲି ଏତେ ଦ୍ୱିଧା, ଏତେ ଅପମାନ। ଚାଲ ଦିଲ୍ଲୀ ଯାଇ ପ୍ଲାଷ୍ଟିକ୍ ସର୍ଜରୀ କରି ସେ ତିଳ ଚିହ୍ନକୁ ନିଶ୍ଚିହ୍ନ କରିଦେଇ ଆସିବା। କିନ୍ତୁ ଆମ ପୁଅ ଝିଅମାନେ ଅନେକ ଆଗରୁ ତମ ଦେହରେ ସେ ଚିହ୍ନ ଦେଖିଛନ୍ତି। ବଡ଼ ହେଲା ପରେ ଅନଳଙ୍କ ଆଲବମ୍ରେ ସେ ଛବି ଦେଖି ସେମାନେ ଜାଣିବେ ଯେ ତାଙ୍କର ଜନନୀ ଶିଳ୍ପୀ ଅନଳଙ୍କ ପାଖରେ ଦିନେ। ତାହେଲେ କ'ଣ କରିବା? କ'ଣ କରିବା? କ'ଣ କରିବା? ସେଇ ମିଳିତ ପଞ୍ଚାକ୍ଷରର ଧ୍ୱନିରେ ଆମର ଅସଜଡ଼ା ସଂସାରର ଅପରୂପ ଲାବଣ୍ୟ ଉଜୁଡ଼ିଗଲା ଭଳି ମୋର ମନେ ହୋଇଥିଲା। କିଛି ଦିନ ପରେ ଅବଲମ୍ବନ ସେ ଛବି କଥା ଭୁଲିଗଲେ। ମୁଁ ସେଇ ଛବି ନିଜେ ଦେଖିନି। ଆପଣ ସତରେ ସେ ଛବି ଆଙ୍କିଥିଲେ କି ନାହିଁ ସେ କଥା ମଧ୍ୟ ମୁଁ ଜାଣେ ନାହିଁ। ଆଜିକାଲି ଆପଣଙ୍କ ବିରୁଦ୍ଧରେ ଅବଲମ୍ବନଙ୍କ ମୁହଁରୁ କୌଣସି କଥା ଶୁଣିଲେ ମୁହଁରେ ହଁ ଭରିଲେ ବି ଅନ୍ତରରେ ନା ନା କହିଉଠେ। କିନ୍ତୁ ସେ ନଗ୍ନ ଛବିର କଥା, ସେ ତିଳ ଚିହ୍ନର ଉପାଖ୍ୟାନ ସେ ମିଛ କହିଥିବେ ଏକଥା ମୁଁ ଭାବିପାରେ ନାହିଁ। ଭୟରେ ଲଜ୍ଜାରେ ଆପଣଙ୍କଠାରୁ ବିଚ୍ଛିନ୍ନ ହୋଇ ଆସିଲା ପରେ ଆପଣଙ୍କର କୌଣସି ଛବି ମୁଁ ଦେଖିନି। କୌଣସି ଲେଖା ମୁଁ ପଢ଼ିନି କିମ୍ବା ଦେଖିଥିଲେ ଅଥବା ପଢ଼ିଥିଲେ ମଧ୍ୟ ଦେଖିଛି ବା ପଢ଼ିଛି ବୋଲି କାହାରି ଆଗରେ ମୁଁ ସ୍ୱୀକାର କରିନି। ମୁଁ ଆଜିକାଲି ନିଜ ସହିତ ନିଜେ ଲୁଚକାଳି ଖେଳେ। ସେ କିନ୍ତୁ ଆପଣଙ୍କର ଛବି ଦେଖନ୍ତି, ଲେଖା ସବୁ ପଢ଼ନ୍ତି। କେବେ ସେଥିପାଇଁ ଈର୍ଷା କିମ୍ବା ଅସହିଷ୍ଣୁତା ସେ ଦେଖାଇ ନାହାନ୍ତି। ଏ ଛବିଟା ସମ୍ପର୍କରେ ଆହତ ହୋଇନଥିଲେ ସେ କେବେ ଆପଣଙ୍କୁ ବିଚାରାଳୟକୁ ଟାଣିବା କଥା ଭାବନ୍ତେ ନାହିଁ। ସତରେ ଆପଣ ଆଜିକାଲି ବହୁତ ଦୂରକୁ ଚାଲିଗଲେଣି। ଏତେ ଦୂର ଯେ ଅନେଇଲେ ଆଖି ପାଏନା। ଆପଣଙ୍କର ଅନେକ ବଦଳି ଯାଇଛନ୍ତି। ଆପଣ ଅନେକ ବଦଳି ଯାଇଛନ୍ତି। ଏତେ ବଦଳି ଯାଇଛନ୍ତି ଯେ ଅନେଇଲେ ମଧ୍ୟ ଆପଣ ଚିହ୍ନି ହୁଅନ୍ତି ନାହିଁ। ଦିନେ ପ୍ରତି ଅନୁରାଗିଣୀ ପାଠିକାର ଚିଠି, ପ୍ରେମାକାକ୍ଷିଣୀ ନାରୀର ବକ୍ତବ୍ୟକୁ ଗୋପନୀୟ ରଖିବା ଆପଣ ନିଜର ପବିତ୍ର ଦାୟିତ୍ୱ ବୋଲି ଭାବୁଥିଲେ। ଆପଣଙ୍କ ବିରୁଦ୍ଧରେ ଜଘନ୍ୟ ମିଥ୍ୟା ପ୍ରଚାର କରୁଥିବା ଲୋକଙ୍କୁ ମଧ୍ୟ ଦ୍ୱିଧାହୀନ ଭାବରେ କ୍ଷମା କରୁଥିଲେ। କିନ୍ତୁ ଯେଉଁ ଝିଅ ଆପଣଙ୍କ ପାଇଁ ଆଖିର ଅଶ୍ରୁବିନ୍ଦୁରେ ମାଳା ଗୁନ୍ଥି 6 ବର୍ଷ କାଳ ଦୁଃଖର ଅଗ୍ନିଦାହରେ ଦଗ୍ଧ ହୋଇଥିଲା, ସେ ସାମାନ୍ୟ ପାର୍ଥିବ ସୁଖର ମୋହରେ ଆଉ ଜଣକୁ ବାହା ହୋଇଗଲା ବୋଲି ଆପଣ ତା'ର ଦେହ ମନକୁ ଅନ୍ୟମାନଙ୍କ ଆଗରେ ଉଦ୍ଘାଟିତ କରିଦେଲେ। ଆପଣ ସତରେ ଭାରି ସ୍ୱାର୍ଥପର, ସଂକୀର୍ଣ୍ଣ ମନା, ଅସହିଷ୍ଣୁ। ଅବଲମ୍ବନ ଉଦାର, କ୍ଷମାଶୀଳ, ପୁରୁଷୋତ୍ତମ। ଆପଣଙ୍କୁ ବିବାହ କରିଥିଲେ ମୋ ଜୀବନ ନଷ୍ଟ ଯାଇଥାନ୍ତା। ଅବଲମ୍ବନଙ୍କୁ ବିବାହ କରି ଜୀବନ ମୋର ଧନ୍ୟ ହୋଇଛି। ଆପଣଙ୍କ କଥା ମୁଁ ଭାବିଲି ନାହିଁ। ମୋ କଥା ମାନି
ଅବଲମ୍ବନ ମଧ୍ୟ ଆଉ ଆପଣଙ୍କର ଛବି କିଣିଲେ ନାହିଁ। କୌଣସି ଲେଖା ପଢ଼ିଲେ ନାହିଁ। ଆପଣଙ୍କ ପାଇଁ ଆମ ଦୁହିଁଙ୍କ ମନର ଝରକା କବାଟ ବନ୍ଦ ହୋଇଗଲା। ମୋତେ ସୁଖୀ କରିବା ପାଇଁ ଜୀବନ ଉତ୍ସର୍ଗ କରିବେ ବୋଲି ଅବଲମ୍ବନ ବିବାହ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ଆପଣଙ୍କ ପ୍ରତିଶ୍ରୁତି ଭଳି ସେ ସବୁଥିରେ ଫାଙ୍କି ନଥିଲା। ମୋ ଚିତ୍ରକଳା କାବ୍ୟ ସାହିତ୍ୟର ବିକାଶ ପ୍ରଚାର ପାଇଁ ସେ ଆଖି ବୁଜି ଅର୍ଥ ବ୍ୟୟ କରୁଥିଲେ। ମୋତେ ନିଃସନ୍ଦେହରେ ଯୁଆଡ଼େ ଇଚ୍ଛା ସିଆଡ଼େ ବୁଲିଯିବାର ସ୍ୱାଧୀନତା ଦେଇଥିଲେ। ମୋ ବାପା ବୋଉଙ୍କ ମୃତ୍ୟୁର ଶୋକକୁ ମଧ୍ୟ ତାଙ୍କର ସ୍ନେହ ଆଉ ଭଲ ପାଇବାର ଅଥଳ ସମୁଦ୍ରରେ ବୁଡ଼ି ରହି ମୁଁ ଭୁଲି ଯାଇଥିଲି। କିନ୍ତୁ ହଠାତ୍ ଦିନେ ଆମ ସୁଖୀ ଦାମ୍ପତ୍ୟ ଜୀବନର ନୀଳ ଆକାଶରେ କଳା ମେଘର ଘନଘଟା ଦେଖାଗଲା। ଦିନେ ମୁଁ ଲକ୍ଷ୍ୟ କଲି ଅବଲମ୍ବନଙ୍କ ଗୋରା ମୁହଁ କଳା ପଡ଼ିଯାଇଛି। ମୁଁ ପଚାରିଲି, ଏମିତି ଦେଖାଯାଉଛ କାହିଁକି? କ'ଣ ହେଲା? ହଜି ଯାଇଥିଲେ ଖୋଜି ଆଣିଦେବି, ଭାଙ୍ଗି ଯାଇଥିଲେ ଗଢ଼ି ଆଣିଦେବି। ମୋର କବିତ୍ୱ ଶୁଣି ସେ ମ୍ଳାନ ହସ ହସିଲେ। କହିଲେ, ମନ ଭଲ ନାହିଁ। ମୁଁ ଚମକି ପଡ଼ିଲି। ମୋ ପାଖରେ ମନ ଭଲ ନଥିଲେ ମଧ୍ୟ ସେ କେବେ ସେ କଥା ପ୍ରକାଶ କରନ୍ତି ନାହିଁ। ହଠାତ୍ ମନ ଖରାପ ହୋଇଗଲା କାହିଁକି? କ'ଣ ଭିଜିଲାନ୍ସ ବାଲା ପଛରେ ଲାଗିଛନ୍ତି? ମୋ ପ୍ରଶ୍ନ ଶୁଣି ଅବଲମ୍ବନ ହସି ଉଠିଲେ। ଏ ହସରେ ତାଙ୍କର ମଳିନତା ନଥିଲା, ପ୍ରାଣ ଖୋଲା ହସ। ସେ ହସର ଶବ୍ଦ ଶୁଣି ମୁଁ ନିଶ୍ଚିନ୍ତ ହେଲି। ତାହେଲେ କ'ଣ ପାଇଁ ଏତେ ମନ ଦୁଃଖ? ମୁଁ କ'ଣ ବୁଢ଼ୀ ହୋଇଗଲିଣି? ମୁଁ ତାଙ୍କୁ ଲଘୁ ପରିହାସ କରି ତାଙ୍କ ମନର ଦୁଃଖ ଦୂର କରିବା ପାଇଁ ଆଦର୍ଶ ପତ୍ନୀ ଭାବରେ ଯତ୍ନ କଲି। ତମେ ମୋତେ ବାହା ହେଲା ବେଳଠାରୁ ହିଁ ବୁଢ଼ୀ ହୋଇଯାଇଥିଲ, ଅବଶ୍ୟ ଦେହରେ ନୁହେଁ, ମନରେ। ଅବଲମ୍ବନ ମୋ ଲଘୁ ପରିହାସକୁ ଖୁବ୍ ଗୁରୁତ୍ୱ ଦେଲା ଭଳି ଉତ୍ତର ଦେଲେ। ତମେ ତ କେବେ ମୋ ମନ କଥା ଭାବିଲା ଭଳି ବ୍ୟବହାର ଏତେ ବର୍ଷ ପରେ ମୋର ମନେ ପଡ଼ୁନାହିଁ। ବାହା ହେବା ପରଠାରୁ ମୋ ଦେହର ଗଢ଼ଣ କେଡ଼େ ସୁନ୍ଦର। ମୋର ଦେହର କେଉଁ ଅଂଶରେ କେତେ ମାଂସ ଥିବା ହେତୁ ଦେହର କିପରି ଅପୂର୍ବ ଭାରସାମ୍ୟ ରହିଛି, ମୋ ଆଖି, ମୋ ଭ୍ରୂଲତା, ମୋ କେଶ ଏସବୁ ନେଇ ବ୍ୟସ୍ତ ଥିଲ। ହଠାତ୍ ମନର ବାର୍ଦ୍ଧକ୍ୟ କଥା କାହିଁକି ମୁଣ୍ଡରେ ପ୍ରବେଶ କଲା? ମୋ ଠାରୁ ତମେ ବୟସରେ 3-4 ବର୍ଷ ଛୋଟ, କିନ୍ତୁ ଅଭିଜ୍ଞତାରେ 10-20 ବର୍ଷ ବଡ଼। ପିଲାଙ୍କୁ ଖେଳନା ଦେଇ ଭଣ୍ଡାଇ ଦେଲା ଭଳି ମୋତେ ନିଜ ଦେହକୁ ଦେଇ ତମେ ଠକାଇ ଦେଇଛ। କିନ୍ତୁ ଆଜି ଭାବୁଛି ତମ ଦେହକୁ ନେଇ ମୁଁ ଖେଳି ନାହିଁ। ତମ ହାତରେ ମୁଁ ଏକ ଖେଳନା କଣ୍ଢେଇ ହୋଇଯାଇଛି। ଅବଲମ୍ବନଙ୍କ ପୌରୁଷଦୀପ୍ତ ମୁହଁରେ ଏକ ଆଗ୍ନେୟ ଝଲକ ବିଚ୍ଛୁରିତ ହେଲା। ମୋ ମୁଣ୍ଡ ଭିତରେ ଘରପୋଡ଼ିର ସତର୍କ ସାଇରନ୍ ବାଜି ଉଠିଲା। ମୋର ଧାରଣା ହେଲା, ଏଇ ପ୍ରଥମ ଥର ମୁଁ ସାଂସାରିକ ଜୀବନରେ ନିଜ ସନ୍ଦେହୀ ସ୍ୱାମୀଙ୍କ ସମ୍ମୁଖୀନ ହେଉଛି। ତଥାପି ନିଜ ମୁହଁ ଟାଣ କରି କହିଲି, କ'ଣ ସବୁ ଏଣୁତେଣୁ କହୁଛ? ଚାଲ ବାଥରୁମ୍କୁ, ମୁହଁ ହାତ ଧୋଇ ଆସ। ତମ ପାଇଁ ଆଜି ସ୍ପେଶିଆଲ କାଷ୍ଟାର୍ଡ଼ ତିଆରି କରିଛି। ମୋ ସ୍ପେଶିଆଲ କାଷ୍ଟାର୍ଡ଼ର ସ୍ୱାଦରେ ତଥାପି ତାଙ୍କର ମନ ବଦଳିଲା ନାହିଁ।